ନୟାଗଡ଼ ଜିଲ୍ଲା ଅନ୍ତର୍ଗତ କଣିଆ ବ୍ଲକ ଅଧୀନ ଧୁଆପାଜୁ ଗାଁର ଗ୍ରାମବାସୀ ପିଇବା ପାଣି ଟିକିଏ ପାଇଁ ନାହିଁ ନଥିବାର ହଇରାଣ ହେଉଥିବାର ଦେଖିବାକୁ ମିଳିଛି। ଆଦିବାସୀ ଓ ଦଳିତ ଶ୍ରେଣୀର ଲୋକମାନେ ସାଧାରଣ ପାନୀୟ ଜଳ ପାଇଁ ଗାଁରେ ଥିବା ଏକମାତ୍ର କୂଅ ଉପରେ ନିର୍ଭର କରି ଚଳୁଥିଲେ, କିନ୍ତୁ କୂଅରେ ବିଭିନ୍ନ ସାପ, ବେଙ୍ଗ ଓ ସରୀସୃପ ଜାତୀୟ ଜୀବ ମରି ପଚି ସଢ଼ି ଦୁର୍ଗନ୍ଧ ହେବାରୁ ଏକ ସପ୍ତାହ ଧରି କୂଅର ପାଣି ପିଇବା ପାଇଁ ଉପଯୁକ୍ତ ହେଉନାହିଁ। ତା ସହିତ ଦୀର୍ଘ ପ୍ରାୟ 4 ମାସ ହେଲା ସୋଲାରଟି ଖରାପ ହେବାରୁ ନିଜର ଜୀବନ ଧାରଣ ପାଇଁ ଧୁଆପାଜୁ ଗାଁଠାରୁ 1 କିଲୋମିଟର ଦୂରରେ ଅବସ୍ଥିତ ସାକିନି ଗାଁର ଚୁଆର ପାଣି ଆଣି ବ୍ୟବହାର କରୁଥିବାର ଦେଖାଯାଇଛି। ଗ୍ରାମବାସୀ ଦରଖାସ୍ତ ନେଇ ଗଣିଆ ବ୍ଲକର ବିଡିଓ ମହୋଦୟଙ୍କୁ ଅଭିଯୋଗ କରିଥିଲେ। ବିଡିଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ସେହି ଗାଁକୁ ଯାଇ ତୁରନ୍ତ ଅସୁବିଧାକୁ ହଟାଇବା ପାଇଁ, କିନ୍ତୁ ବିଭାଗୀୟ ଅଧିକାରୀ ବିଡିଓଙ୍କ ନିର୍ଦ୍ଦେଶକୁ ଖାତିର ନକରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନିରୀହ ଗ୍ରାମବାସୀ ବହୁ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ତେଣୁ ଜିଲ୍ଲା ପ୍ରଶାସନର ବିଭାଗୀୟ ଅଧିକାରୀଙ୍କୁ ଏକ ଧୁଆପାଜୁ ଗାଁର ନିରୀହ ଦଳିତ ଗ୍ରାମବାସୀ ତୁରନ୍ତ ଜଳ ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି। ଗଣିଆରୁ ସଦାଶିବ ପାତ୍ରଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।